ଆମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଦେଖନ୍ତୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଏକ ଜବ୍ ପଳେଇ ଆସିଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ, ଯେଉଁଥିରେ କି ବିଭିନ୍ନ ପ୍ରକାର ଜୁନିୟର ଷ୍ଟେନୋଗ୍ରାଫିର ବିଭିନ୍ନ ପ୍ରକାର ପୋଷ୍ଟ ରହୁଛି ଏବଂ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ଏବଂ ଟାଇପିଷ୍ଟ କମ୍ ସ୍କ୍ରାଇବ୍ ଆସିଷ୍ଟାଣ୍ଟର ପୋଷ୍ଟ ରହୁଛି। ଏଥିରେ ସର୍ବମୋଟ ଟୋଟାଲ ଆପଣଙ୍କର ରହୁଛି ପୋଷ୍ଟ 24ଟି, ଗୋଟେ ରହୁଛି, ଗୋଟେ 40 ରହୁଛି, ଗୋଟେ 3ଟି, 5ଟି ଏବଂ ଆଉ ଗୋଟେ 2ଟି, ଏମିତି ହେଇକି ଟୋଟାଲ ଆପଣଙ୍କର ରହୁଛି 74ଟି ଭଳିଆ ପାଖାପାଖି ପୋଷ୍ଟ ରହୁଛି। ଏଥିରେ ପ୍ରାୟତଃ ଦରମା ରହୁଛି ଆପଣଙ୍କର 28,000ରୁ ଅଧିକ ଦରମା ରହିବ। ଏ ଯେଉଁ ବିଭିନ୍ନ ପ୍ରକାର ପୋଷ୍ଟ ବାହାରିଛି, ଏହାର ଏଲିଜିବିଲିଟି ଆମେ ଯଦି ଚେକ୍ କରିବା, ଯଦି ଏଲିଜିବିଲିଟି ଆମେ ଚେକ୍ କରିବା ଯେ କେଉଁମାନେ ଏହାକୁ ପକାଇ ପାରିବେ, ଚେକ୍ କରିବା। ଦେଖନ୍ତୁ ଏଠି କହିଦେଉଛି ଯେ ଜୁନିୟର ଷ୍ଟେନୋଗ୍ରାଫର ଅଣ୍ଡର ୱାଟର ରିସୋର୍ସ ଭୁବନେଶ୍ୱରରେ 10th ପାସ୍ ଆଉଟ୍ ରହୁଛି ଏବଂ ଷ୍ଟେନୋଗ୍ରାଫି କରିଥିବେ, ବେସିକ୍ସ କମ୍ପ୍ୟୁଟର ସ୍କିଲ୍ ରହିଥିବା ଦରକାର। ଷ୍ଟେନୋଗ୍ରାଫର ଆଡ଼ଭୋକେଟ୍ ଜେନେରାଲ ପାଇଁ ଆପଣଙ୍କର +3 ରହିବ, ସର୍ଟ ହ୍ୟାଣ୍ଡ ଷ୍ଟେନୋଗ୍ରାଫି ରହିବ ଏବଂ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିବ। ଜୁନିୟର ଷ୍ଟେନୋଗ୍ରାଫର ଅଣ୍ଡର ଡାଇରେକ୍ଟୋରେଟ୍ ଅଫ୍ ଟ୍ରେଜେରୀ ଇନ୍ସପେକ୍ସନ୍ ପାଇଁ +3 ରହିବ, ସର୍ଟ ହ୍ୟାଣ୍ଡ ରହିବ ଏବଂ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିବ। ଜୁନିୟର ଗ୍ରେଡ୍ ପାଇଁ ଟାଇପିଷ୍ଟ ଡାଇରେକ୍ଟର ପ୍ରିଜନ୍ସ ଆଣ୍ଡ କରେକ୍ସନାଲ ସର୍ଭିସ୍ ପାଇଁ 10th ପାସ୍ ଆଉଟ୍ ଏବଂ କମ୍ପ୍ୟୁଟର ସ୍କିଲ୍, ବାସ୍ ଏତିକି ରହିବ। ଟାଇପିଷ୍ଟ କମ୍ ସ୍କ୍ରାଇବ୍ ଆସିଷ୍ଟାଣ୍ଟ ଲ ଡିପାର୍ଟମେଣ୍ଟରେ ଆପଣଙ୍କର +2 ରହିବ ଏବଂ କମ୍ପ୍ୟୁଟର ସ୍କିଲ୍ଟିଏ ରହିବ। ଏଇଠି ଯଦି ଆପଣଙ୍କର କ୍ୱାଲିଫିକେସନ୍ ରହୁଛି, ତାହେଲେ ଆପଣ ଏ ଜବ୍ ପାଇଁ ଏଲିଜିବୁଲ୍ ହୋଇପାରିବେ। ଏ ପାଇଁ ଆବେଦନର ଡେଟ୍ ରହୁଛି, ଦେଖନ୍ତୁ କ'ଣ ରହୁଛି ନା 4 ତାରିଖରୁ ଷ୍ଟାର୍ଟ ହୋଇଯାଇଛି ଏବଂ ଲାଷ୍ଟ ଡେଟ୍ ଅଛି ଆପଣଙ୍କର 3/5/2025 ମଧ୍ୟରେ ଆପଣ ଏହାକୁ ଆବେଦନ କରିପାରିବେ। ତେବେ ଆବେଦନ କରିସାରିଲା ପରେ ଏହାର 3ଟି ଏକ୍ଜାମ୍ ରହୁଛି, ଯେଉଁଟାକି ପ୍ରଥମେ ପ୍ରିଲିମିନାରୀ ଏକ୍ଜାମ୍, ମେନ୍ ଏକ୍ଜାମ୍ ଏବଂ ସ୍କିଲ୍ ଟେଷ୍ଟ ରହୁଛି। ଏସବୁ ରହୁଛି। ଏତିକି ଥିଲା ଆପଣଙ୍କ ପାଇଁ ଇନଫର୍ମେସନ୍ଟି। ଏ ଜବ୍ଟି ଆପଣମାନେ ଯଦି ପକାଇବାକୁ ଚାହାନ୍ତି, ତେବେ ଅନଲାଇନ୍ରେ ଆବେଦନ କରିପାରିବେ। ଯଦି ଆପଣମାନଙ୍କ ପାଇଁ এই ଭିଡ଼ିଓଟି ଇନଫର୍ମେଟିଭ୍ ହୋଇଥାଏ, ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ଧନ୍ୟବାଦ।